ତେବେ ଏହି ହତ୍ୟା ପୂର୍ବରୁ ରୁକ୍ସାନାଙ୍କୁ ଅନେକ ଥର ଧମକ ବି ମିଳିଥିଲା। ସୁଟିଂ ସମୟରେ ରୁକ୍ସାନାଙ୍କ ମନା କରୁଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟ କରି ଜୁସ୍ ପିଇବାକୁ ଦିଆଯାଇଥିଲା ବୋଲି ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ କଣ୍ଠଶିଳ୍ପୀ କହିଥିଲେ, ଯାହାକୁ ପିଇବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଝିଅକୁ ଆମେ ତ ହରାଇ ଦେଲୁ, କିନ୍ତୁ ତାଙ୍କୁ ଏଭଳି ହତ୍ୟା କରିବା ପଛରେ ଯାହାର ହାତ ଅଛି ତାକୁ ତୁରନ୍ତ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରୁକ୍ସାନା ଓ ଆମକୁ ଯଥାଶୀଘ୍ର ନ୍ୟାୟ ଦିଆଯାଉ। ରୁକ୍ସାନାଙ୍କ ମୃତ୍ୟୁ ଘଟଣାର ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି। କଣ୍ଠଶିଳ୍ପୀଙ୍କ ପରିବାର ଲୋକ କରିଥିବା ଅଭିଯୋଗର ଯାଞ୍ଚ ଚାଲିଥିବା ବେଳେ କୌଣସି ଦୃଢ଼ ପ୍ରମାଣ ମିଳି ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି 15 ଦିନ ପୂର୍ବରୁ ଏକ ଗୀତର ସୁଟିଂ ସମୟରେ ରୁକ୍ସାନାଙ୍କ ଅସୁସ୍ଥ ହୋଇପଡ଼ିଥିଲେ। ଆଲବମ୍ ଅଭିନେତ୍ରୀ ରୁକ୍ସାନା ବାନୋ ମୃତ୍ୟୁ ମାମଲା। କବର ଖୋଲି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ। କବର ସ୍ଥାନରେ ହଙ୍ଗାମା କଲେ ରୁକ୍ସାନାଙ୍କ ମା। କବର ଖୋଲିଲେ ପୋଲିସ ବିରୋଧରେ ମାମଲା ରୁଜୁ କରିବେ ବୋଲି କହିଲେ ରୁକ୍ସାନାଙ୍କ ମା। ପୋଲିସ ତାଙ୍କୁ ବୁଝାଇବାରେ ବିଫଳ ହେବା ପରେ ଘଟଣାସ୍ଥଳରେ ଏସଡିପିଓ ମାଜିଷ୍ଟ୍ରେଟ ପହଞ୍ଚିଥିଲେ। ତେବେ ରୁକ୍ସାନାଙ୍କ ପରିବାର ଲୋକଙ୍କ ସହ ବୁଝାସୁଝା କରିବା ପରେ ବିଫଳ ହେବା ପରେ ସେମାନେ ମଧ୍ୟ ଫେରି ଯାଇଛନ୍ତି। ରୁକ୍ସାନାଙ୍କ କବର ଖୋଲି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥାନ୍ତା। ତାଙ୍କ ମୃତ୍ୟୁ ପରେ ବିନା ପୋଷ୍ଟମର୍ଟମରେ ଶବକୁ ପୋତି ଦେଇଥିଲେ ପରିବାର ଲୋକେ।